ପିଲାମାନେ ଆଜିର ଗଣିତ କ୍ଲାସକୁ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ଏକ ନୂଆ ମଜାଦାର ଗଣିତ ପାଠଟିଏ ନେଇକି ଆସିଛି। ଆଜି ଆମେ ସମସ୍ତେ ଖେଳିବା ଏବଂ ଖେଳି ଖେଳି ଶିଖିବା। ଆଜିର ଗଣିତ ପାଠଟି ତୁମକୁ ବହୁତ ମଜା ଲାଗିବ। ଆଜିର ଗଣିତ ପାଠଟି ହେଉଛି ଘୂର୍ଣ୍ଣନ ବାହୁ ତିଆରି। ଆମେ କେମିତି କୋଣର ଘୂର୍ଣ୍ଣନ ବାହୁ ତିଆରି କରିବା ତାହା ଦେଖିବା। ତୁମେମାନେ ମଧ୍ୟ ମୋ ସହିତ ମିଳିମିଶି ତିଆରି କରିବ। ତୁମକୁ ବହୁତ ମଜା ଲାଗିବ। ଠିକ୍ ଅଛି ପିଲାମାନେ, ଆରମ୍ଭ କରିବା ତାହେଲେ। ପିଲାମାନେ ଆଜି ଆମେ ସେଇ ମଜାଦାର ଗଣିତ ପାଠଟି ଆରମ୍ଭ କରିବା। ତୁମର ଦ୍ୱିତୀୟ ଅଧ୍ୟାୟରେ ରେଖା ଓ କୋଣ ପ୍ରସଙ୍ଗ ଯେଉଁ ଅଛି ସେଇ ବିଷୟରେ ଥିବା ପାଠଟି ହେଉଛି ଘୂର୍ଣ୍ଣନ ବାହୁ ତିଆରି। ସେଇ ବିଷୟରେ ଆମେ ଆଜି ଆଲୋଚନା କରିବା। ଆରମ୍ଭ କରିବା ପିଲାମାନେ। ଆସ ସାଙ୍ଗ ହୋଇ ଏକ ନୂଆ ଖେଳ ଖେଳିବା। ବର୍ତ୍ତମାନ ଦେଖିବା ତମମାନେ ଚିହ୍ନିଛ କି ନାହିଁ? ଏଇ ଚିତ୍ରଟିକୁ ଚିହ୍ନିଛ? କ'ଣ ଏହାର ନାମ? କୁହ ପିଲାମାନେ। ଏହାର ନାମ ହେଉଛି କାଗଜ କ୍ଲିପ୍। ଏହାକୁ ଦେଖିଛ? କେଉଁ ସ୍ଥାନରେ ଏହାକୁ ବ୍ୟବହାର କରାଯାଏ? କୁହ। ପବନ ହେଲେ, ଫ୍ୟାନ୍ ଚାଲିଲେ ଯେଉଁ କାଗଜ ଗୁଡ଼ିକ ଉଡ଼ିଯାଏ, ସେ କାଗଜ ଗୁଡ଼ିକୁ ନ ଉଡ଼ିବା ପାଇଁ এই କାଗଜ କ୍ଲିପ୍ ଆମେ ବ୍ୟବହାର କରୁ, ନୁହେଁ କି? ବର୍ତ୍ତମାନ କ'ଣ କରିବା? এই କାଗଜ କ୍ଲିପ୍କୁ ମୋଡ଼ି ଭିନ୍ନ ଭିନ୍ନ କୋଣର ରୂପ ଦେବା। ବର୍ତ୍ତମାନ କାଗଜ କ୍ଲିପ୍ଟାକୁ ସିଧା କରିଦେବା। ସିଧା କରିଦେଇ ଆମେ ବିଭିନ୍ନ ପ୍ରକାର କୋଣ ସବୁ ତିଆରି କରିବା। ଦେଖ, ପ୍ରଥମେ ଗୋଟିଏ କୋଣ ତିଆରି କଲି, ତାପରେ ଆଉ ଗୋଟିଏ କୋଣ ତିଆରି କଲି, ପୁଣି ଆଉ ଗୋଟିଏ କୋଣ ତିଆରି କଲି, ଏମିତି ଆଉ ଗୋଟିଏ କୋଣ ତିଆରି କଲି। ଏମିତି ବିଭିନ୍ନ ପ୍ରକାର କୋଣ ଆମେ ତିଆରି କରିପାରିବା। କାଗଜ କ୍ଲିପ୍ର ଯେଉଁ ବାହୁ ଗୁଡ଼ିକ ଅଛି ତାକୁ ମୋଡ଼ି ଆମେ ଭିନ୍ନ ଭିନ୍ନ କୋଣର ରୂପ ଦେଇପାରିବା। ବର୍ତ୍ତମାନ ପିଲାମାନେ ଆମେ କାଗଜ ନଳୀ ପ୍ରସ୍ତୁତ କରିବା। କେମିତି କାଗଜ ନଳୀ ପ୍ରସ୍ତୁତ କରିବା? ଆମେ ଗୋଟିଏ କାଗଜ ଆଣିବା। କାଗଜକୁ ଆଣି ତାର ଗୋଟିଏ କୋଣରୁ ଆମେ ନଳୀ ଭଳି ପ୍ରସ୍ତୁତ କରିବା। ଏକ କାଗଜକୁ ଆଣିବା ଏବଂ କ୍ଲିପ୍ର ବାହୁ ମାପରେ ନଳୀଟି ତିଆରି କରିବା। ଯଦି କ୍ଲିପ୍ର ବାହୁ ମାପରେ ନଳୀଟି ତିଆରି ନ ହେବ, ତାହେଲେ କ୍ଲିପ୍ର ବାହୁଟି ନଳୀ ମଧ୍ୟରେ ପ୍ରବେଶ କରିବ ନାହିଁ। ତେଣୁ କ୍ଲିପ୍ର ବାହୁ ମାପରେ କାଗଜ ନଳୀଟିଏ ତିଆରି କରିବା। ବର୍ତ୍ତମାନ କ୍ଲିପ୍ର ବାହୁକୁ କାଗଜ ନଳୀ ଭିତରେ ଭର୍ତ୍ତି କରିବା। ପ୍ରଥମଟି କ୍ଲିପ୍, ତାପରେ ହେଉଛି କାଗଜ ନଳୀ। ଦେଖ ପିଲାମାନେ, ଭର୍ତ୍ତି କରାଯାଇଛି। ବର୍ତ୍ତମାନ କ୍ଲିପ୍ର ଦୁଇଟି ବାହୁ କାଗଜ ନଳୀ ମଧ୍ୟରେ ଭର୍ତ୍ତି ହୋଇଗଲା। ତାହେଲେ ଆମେ ତିନୋଟି କ୍ଲିପ୍ ବ୍ୟବହାର କରି ଆମେ ତିନି ପ୍ରକାର କୋଣ ଏଠାରେ ସୃଷ୍ଟି କଲୁ। ଏଇଗୁଡ଼ିକୁ କ'ଣ କୁହାଯାଏ? ଏଇଗୁଡ଼ିକ ହେଉଛି ଘୂର୍ଣ୍ଣନ ବାହୁ। ତାହେଲେ ଆମର ଘୂର୍ଣ୍ଣନ ବାହୁ ପ୍ରସ୍ତୁତ ହୋଇଗଲା। ପିଲାମାନେ ସେମିତି ତୁମମାନେ ପ୍ରସ୍ତୁତ କରିବ। ଯେମିତି ମୁଁ ଦେଖେଇଲି ସେମିତି ତୁମମାନେ ପ୍ରସ୍ତୁତ କର। ବର୍ତ୍ତମାନ କ'ଣ କରିବା? ସେଇ ଘୂର୍ଣ୍ଣନ ବାହୁ ଗୁଡ଼ିକୁ ଏଇ କାର୍ଡ଼ବୋର୍ଡ଼ ମଧ୍ୟରେ ପାର କରିବା। ଠିକ୍ ଅଛି? ଦେଖ, କାର୍ଡ଼ବୋର୍ଡ଼ଟିଏ ଆମେ ତିନୋଟି ଘୂର୍ଣ୍ଣନ ବାହୁ ପ୍ରସ୍ତୁତ କରିଛୁ। ଏଇ ତିନୋଟି ଘୂର୍ଣ୍ଣନ ବାହୁକୁ କାର୍ଡ଼ବୋର୍ଡ଼ ମଧ୍ୟରେ ପାର କରିବା ପାଇଁ ଚେଷ୍ଟା କରିବା। ପିଲାମାନେ ଆମେ ଯେଉଁ ଚିତ୍ରରେ ଦେଖିଲେ କାର୍ଡ଼ବୋର୍ଡ଼, ତିନୋଟି ଘୂର୍ଣ୍ଣନ ବାହୁ, ଆସ ସେଗୁଡ଼ିକୁ ଆମେ ପ୍ରସ୍ତୁତ କରିବା। ସମସ୍ତେ ମୁଁ ଯେମିତି କରୁଛି ତୁମମାନେ ସମସ୍ତେ ଦେଖ ଏବଂ ସେଇଭଳି ମଧ୍ୟ ନିଜେ ଘୂର୍ଣ୍ଣନ ବାହୁ ପ୍ରସ୍ତୁତ କର। ପିଲାମାନେ ଏଇଟା କ'ଣ ଦେଖୁଛ? ଇଏ ହେଉଛି ଗୋଟିଏ ଗୋଟିଏ କ'ଣ? ଏହାର ନାମ କ'ଣ? ଏହାର ନାମ ହେଉଛି କାଗଜ କ୍ଲିପ୍, ନୁହେଁ କି? ବର୍ତ୍ତମାନ ପିଲାମାନେ ଏଇଟା ଗୋଟିଏ କ'ଣ? ଏଇଟା ଗୋଟିଏ କାର୍ଡ଼ବୋର୍ଡ଼ ପଟି, ନାହିଁ କି? ଏ କାର୍ଡ଼ବୋର୍ଡ଼ ପଟିରେ ମୁଁ କ'ଣ କରିଛି? ଦୁଇଟି ଫାଙ୍କା ସ୍ଥାନ ସୃଷ୍ଟି କରିଛି, ଯାହାଫଳରେ କି ଗୋଟିଏ କୋଣ ଭଳି ଦେଖାଯାଉଛି। ହଁ କି ନାହିଁ ପିଲାମାନେ? ଠିକ୍ ଅଛି। ପିଲାମାନେ এই କାଗଜରେ ବର୍ତ୍ତମାନ ଆମେ କାଗଜ ନଳୀ ପ୍ରସ୍ତୁତ କରିବା। କାଗଜ ନଳୀ ସମସ୍ତେ ପ୍ରସ୍ତୁତ କରିପାରିବ? ଠିକ୍ ଅଛି, ଆରମ୍ଭ କରିବା। এই କ୍ଲିପ୍ଟିକୁ ପ୍ରଥମେ ସିଧା କରିବା। କ୍ଲିପ୍ଟିକୁ ପ୍ରଥମେ ସିଧା କରୁଛି। ଦେଖ ପିଲାମାନେ, ସିଧା କରୁଛି କ୍ଲିପ୍ଟିକୁ। ପ୍ରଥମେ ମୁଁ କାଗଜ କ୍ଲିପ୍ଟିକୁ ସିଧା କରିଦେଲି। ଠିକ୍ ଅଛି। ସିଧା କରିସାରିଲା ପରେ ତାକୁ କ'ଣ କରିବା? ନା ଆମେ କୋଣ ଆକାରରେ କାଗଜ କ୍ଲିପ୍ଟିକୁ ମୋଡ଼ିଦେବା। ମୋଡ଼ିଦେଲେ ପିଲାମାନେ, ଏଇ ଯେଉଁ ମୋଡ଼ିଦେଲି ମୁଁ, ଏହା ଦ୍ୱାରା କ'ଣ ସୃଷ୍ଟି ହେଲା? ଏ ଗୋଟିଏ କୋଣ ଭଳି ସୃଷ୍ଟି ହେଲା, ନୁହେଁ କି ପିଲାମାନେ? କୋଣ ଭଳି ସୃଷ୍ଟି ହେଲା ଏବଂ ଏହାର ଦୁଇଟି ବାହୁ ରହିଲା। ସେମିତି ଏଇ କାଗଜ କ୍ଲିପ୍କୁ ମଧ୍ୟ ମୁଁ ଖୋଲିବି, ଖୋଲି ଗୋଟିଏ କୋଣ ଭଳିଆ ସୃଷ୍ଟି କରିବି। ବର୍ତ୍ତମାନ ଆରମ୍ଭ କରିବା। ତୁମମାନେ ସମସ୍ତେ ମୁଁ କେମିତି କରୁଛି ଦେଖ ଏବଂ ମୋ ଭଳି ତୁମେମାନେ କାଗଜ କ୍ଲିପ୍ ଗୁଡ଼ିକୁ ଖୋଲିଦିଅ। ଖୋଲିଦେଇ ତାର ବାହୁ ଗୁଡ଼ିକୁ କୋଣ ଆକାରରେ ସଜାଇ ଦିଅ। କୋଣ ଆକାରରେ ତିଆରି କରିଦେଲ। ବର୍ତ୍ତମାନ ଇଏ ମଧ୍ୟ ଗୋଟିଏ କାଗଜ କ୍ଲିପ୍। କାଗଜ କ୍ଲିପ୍କୁ ଆମେ
ଖୋଲିଦେଇ ଆମେ ଦୁଇଟି କୋଣ ସୃଷ୍ଟି କରିଦେଲେ। ଠିକ୍ ଅଛି ପିଲାମାନେ। ବର୍ତ୍ତମାନ ଯେଉଁ କାଗଜଟି ତୁମକୁ ଦେଖାଉଥିଲି, এই କାଗଜ ସାହାଯ୍ୟରେ ଆମେ କାଗଜର ନଳି ତିଆରି କରିବା ଏବଂ এই ନଳି ଯେଉଁ ତିଆରି କରିବା ସେଇ ଯେଉଁ କାଗଜ କ୍ଲିପ୍ର ଯେଉଁ ବାହୁ ଗୁଡ଼ିକ ହେଲା ସେଇ ମାପରେ ତିଆରି କରିବା, ଯେମିତି କାଗଜ ନଳିଟି ସେଇ କ୍ଲିପ୍ର ବାହୁ ମଧ୍ୟରେ ଭର୍ତ୍ତି ହେଇଯିବ। ବର୍ତ୍ତମାନ ଦେଖ ପିଲାମାନେ, ମୁଁ କାଗଜରେ କାଗଜ ନଳି ତିଆରି କରିଦେଲି। ତାହେଲେ ମୋ ପାଖରେ କ'ଣ କ'ଣ ପ୍ରସ୍ତୁତ ହେଇଗଲା? କାଗଜ ନଳି, କ୍ଲିପ୍ର ବାହୁ ଗୁଡ଼ିକୁ ବଙ୍କା କରି ରଖିଛି, ଗୋଟେ କୋଣ ସୃଷ୍ଟି କରିଛି ଏବଂ କାର୍ଡ଼ବୋର୍ଡ଼ ପଟିଟିଏ। ବୁଝିହେଲା? ବର୍ତ୍ତମାନ ଆମେ କ'ଣ କରିବା? କ୍ଲିପ୍ର ଯେଉଁ ବାହୁ ଅଛି ସେଇ ବାହୁ ଗୁଡ଼ିକ କାଗଜ ନଳି ମଧ୍ୟରେ ଭର୍ତ୍ତି କରିବା। ଦେଖ ପିଲାମାନେ କେମିତି ଭର୍ତ୍ତି କରୁଛି। ଦେଖ ଭର୍ତ୍ତି ହୋଇଗଲା। ଆଉ ଗୋଟିଏ ବାହୁରେ ମଧ୍ୟ ତାହା ଭର୍ତ୍ତି ହୋଇଗଲା। ଭର୍ତ୍ତି ହୋଇଗଲା ନାହିଁ ପିଲେ? ବର୍ତ୍ତମାନ ଏଇଟା ହେଉଛି ତୁମର ଘୂର୍ଣ୍ଣନ ବାହୁ। ଏଇ ଯେଉଁ କୋଣଟି ସୃଷ୍ଟି ହେଲା ଆମେ ଆଗରୁ ପଢ଼ିଛେ, କୋଣର ଦୁଇଟି ବାହୁ ଅଛି। ଗୋଟିଏ ବାହୁକୁ ଆମେ ଘୂର୍ଣ୍ଣନ କରିପାରିବା। ତେଣୁ ଆମେ ଏଇ ଯେଉଁ ବାହୁଟିକୁ ଘୂର୍ଣ୍ଣନ କରି କମ୍ ଏବଂ ବେଶୀ ମଧ୍ୟ କରିପାରିବା। ବୁଝିପାରିଲେ ପିଲାମାନେ? ତାହେଲେ ବର୍ତ୍ତମାନ ତୁମର ଘୂର୍ଣ୍ଣନ ବାହୁ ପ୍ରସ୍ତୁତ ହୋଇଗଲା। ଆମେ ତିନୋଟି ଘୂର୍ଣ୍ଣନ ବାହୁ ପ୍ରସ୍ତୁତ କଲୁ। ବର୍ତ୍ତମାନ ସେଇ ଘୂର୍ଣ୍ଣନ ବାହୁ ଗୁଡ଼ିକୁ ଏଇ କାର୍ଡ଼ବୋର୍ଡ଼ ମଧ୍ୟରେ ପାର କରାଇବା। ଗୋଟେ କାର୍ଡ଼ବୋର୍ଡ଼ ନେବା, କାର୍ଡ଼ବୋର୍ଡ଼ରେ ଦୁଇଟି ଫାଙ୍କା ସ୍ଥାନ କରାଯାଇଛି, ଗୋଟେ କୋଣ ସୃଷ୍ଟି କରାଯାଇଛି। ବର୍ତ୍ତମାନ ଆମ ପାଖରେ ତିନୋଟି ଘୂର୍ଣ୍ଣନ ବାହୁ ଅଛି। ବର୍ତ୍ତମାନ ଆମେ ଦେଖିବା କେଉଁ ଘୂର୍ଣ୍ଣନ ବାହୁଟି କାର୍ଡ଼ବୋର୍ଡ଼ ମଧ୍ୟ ଦେଇ ପାର ହେଉଛି। କ'ଣ ଭାବୁଛ ପିଲାମାନେ? କେଉଁ ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହେବ? ଜାଣିନ? ଦେଖିବା ବର୍ତ୍ତମାନ କ'ଣ କରିବା ପିଲାମାନେ? ବର୍ତ୍ତମାନ ଏଇ ଯେଉଁ କାର୍ଡ଼ବୋର୍ଡ଼ ପଟିଟି ଅଛି ସେ କାର୍ଡ଼ବୋର୍ଡ଼ ପଟି ମଧ୍ୟ ଦେଇ ମୁଁ ଗୋଟିଏ ଘୂର୍ଣ୍ଣନ ବାହୁକୁ ପାର କରାଇବି। ଠିକ୍ ଅଛି, ବର୍ତ୍ତମାନ ପାର କରାଇବା। ଦେଖ ତୁମମାନେ ଏଇଟା ପାର ହେଇପାରୁଛି କି? ପାର ହେଇପାରୁନାହିଁ, ନୁହେଁ କି? କାହିଁକିନା ୟାର ଗୋଟିଏ ଫାଙ୍କରେ ଗୋଟିଏ ବାହୁ ପାର ହେଇଗଲା, କିନ୍ତୁ ଆଉ ଗୋଟିଏ ଫାଙ୍କରେ ଆର ବାହୁଟି ପାର ହେଇପାରୁନାହିଁ। କ'ଣ ହେଉଛି? ଛୋଟ ହେଇଯାଉଛି, ନୁହେଁ କି? ତେଣୁ ତାହାକୁ ଆମେ କ'ଣ କରିବା? ପ୍ରଥମ କୋଣଟି କାଗଜ ପଟି ଦେଇ ପାର ହୋଇପାରିଲା ନାହିଁ, କାହିଁକି ନା ଛୋଟ ହେଇଗଲା। ବର୍ତ୍ତମାନ ଆଉ ଗୋଟିଏ ଦେଖିବା। ବର୍ତ୍ତମାନ ଦେଖ ଆଉ ଗୋଟିଏ ବାହୁ ପାର ହେଇଗଲା, କିନ୍ତୁ ଆର ବାହୁଟି ପାର ହେଇପାରୁନାହିଁ। କାହିଁକି ପାର ହେଉନାହିଁ? ଯେଉଁ ଜାଗାରେ କାଗଜ ପଟିର ଫାଙ୍କା ଅଛି ତାଠୁ ଅଧିକ ହୋଇଗଲା, ତେଣୁ ସେ ପାର ହେଇପାରୁନାହିଁ। ତାହେଲେ ଦ୍ୱିତୀୟ କୋଣଟି ମଧ୍ୟ ପାର ହେଇପାରିଲା ନାହିଁ। ପ୍ରଥମ ଚିତ୍ରଟି ଦେଖ, ଘୂର୍ଣ୍ଣନ ବାହୁ ନେଲୁ, କୋଣଟି ପାର ହେଉଛି କି? ହେଉନାହିଁ। ବର୍ତ୍ତମାନ କୋଣଟି ପାର ହେଉଛି କି? ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହେଉଛି କି? ହେଉନାହିଁ। ତାହେଲେ ପ୍ରଥମ ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହେଲା ନାହିଁ, କି ଦ୍ୱିତୀୟ ଘୂର୍ଣ୍ଣନ ବାହୁଟି ମଧ୍ୟ କାଗଜ ପଟି ଦେଇ ପାର ହେଲା ନାହିଁ। ପ୍ରଥମ ଘୂର୍ଣ୍ଣନ ବାହୁଟି କାଗଜ ପଟିର ମାପଠାରୁ କ'ଣ ହେଇଯାଉଛି? ଛୋଟ ହେଇଯାଉଛି। ଦ୍ୱିତୀୟ ଘୂର୍ଣ୍ଣନ ବାହୁଟି କାଗଜ ପଟିର ମାପଠାରୁ କ'ଣ ହେଉଛି? ଅଧିକ ହେଉଛି, ନୁହେଁ କି? ପିଲାମାନେ ତୁମେ କ'ଣ ଭାବୁଛ? କେଉଁ ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହେବ? ଦେଖିବା ଆମେ ସମସ୍ତେ। ତିନୋଟି ଘୂର୍ଣ୍ଣନ ବାହୁ ଆମେ ତିଆରି କରିଛୁ। ବର୍ତ୍ତମାନ ଦେଖିବା କାଗଜ ପଟି ଦେଇ କେଉଁ ଘୂର୍ଣ୍ଣନ ବାହୁଟି ପାର ହେଉଛି। ପ୍ରଥମ ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହେଲା ନାହିଁ। ଦ୍ୱିତୀୟଟି ଦେଖିବା, ଦ୍ୱିତୀୟ ଘୂର୍ଣ୍ଣନ ବାହୁଟି ମଧ୍ୟ କାଗଜ ପଟି ଦେଇ ପାର ହେଲା ନାହିଁ, ନୁହେଁ କି? ଘୂର୍ଣ୍ଣନ ବାହୁର କୋଣଟି କାହିଁକି ପାର ହୋଇପାରିଲା ନାହିଁ କାଗଜ ପଟି ମଧ୍ୟ ଦେଇ? କୁହ ପିଲାମାନେ, କ'ଣ ଭାବୁଛ ତମେ? କାହିଁକି ପାର ହୋଇପାରିଲା ନାହିଁ? ପ୍ରଥମ ଘୂର୍ଣ୍ଣନ ବାହୁଟି କାଗଜ ପଟିରେ ଥିବା କୋଣର ପରିମାଣ ଠାରୁ ସାନ ହୋଇଗଲା। ଦ୍ୱିତୀୟ ଘୂର୍ଣ୍ଣନ ବାହୁଟି କାଗଜ ପଟିରେ ଥିବା କୋଣର ପରିମାଣ ଠାରୁ ଅଧିକ ହୋଇଗଲା, ତେଣୁ ପାର ହୋଇପାରିଲା ନାହିଁ। ତାହେଲେ ଆମେ କ'ଣ କରିବା? କୋଣଟିକୁ ସାନ କରିବା ନା କ'ଣ କରିବା? ଯଦି ଆମେ କୋଣଟିକୁ ସାନ କରିଦେବା ତାହେଲେ ନିଶ୍ଚିତ ଭାବରେ ପାର ହେଇଯିବ। ତାହେଲେ ବର୍ତ୍ତମାନ କୋଣଟିକୁ ସାନ କରିବା। ବର୍ତ୍ତମାନ ଆମ ପାଖରେ ଗୋଟେ କୋଣ ଅଛି। କେମିତି ସାନ କରିବା କୋଣକୁ? କଇଁଚିରେ କାଟିଦେବା। ଆରେ ଦେଖ, ପିଲାଟି କ'ଣ କଲା? କଇଁଚିରେ କାଟିଦେଲା। କାହାକୁ କାଟିଲା? ତାର ବାହୁ ଗୁଡ଼ିକୁ କାଟିଲା। ତେଣୁ ବାହୁ ଗୁଡ଼ିକର ଦୈର୍ଘ୍ୟ କ'ଣ ହେଇଗଲା? ଛୋଟ ହେଇଗଲା। ତେବେ ତୁମେ କ'ଣ ଭାବୁଛ? ଏବେ କୋଣଟି ଯେଉଁ ଛୋଟ ହେଇଗଲା ସେ ପଟି ଦେଇ ପାର ହୋଇଯିବ? କ'ଣ କହୁଛ? ନାଇଁ, କୋଣର ବାହୁ ଗୁଡ଼ିକ ସିନା ଛୋଟ ହୋଇଗଲା, କିନ୍ତୁ କୋଣର ପରିମାଣ ଯେତିକି ଥିଲା ସେତିକି ଅଛି। ଇଏ ମଧ୍ୟ କାଗଜ ପଟି ଦେଇ ପାର ହେବ ନାହିଁ। ତାହେଲେ କ'ଣ କରିବା? ଆମେ କ'ଣ କଲେ କୋଣ ବଡ଼ ବା ସାନ ହେବ? କୋଣର ବାହୁକୁ କ'ଣ ଛୋଟ କରିବା? ନାହିଁ। କ'ଣ କରିବା ତାହେଲେ? କ'ଣ କରିବା? ଏ ଯେଉଁ ପ୍ରଥମ ଚିତ୍ରରେ ଯେଉଁ
ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହୋଇପାରିଲା ନାହିଁ, ସେହି କ୍ଷେତ୍ରରେ ଆମେ କ'ଣ କରିବା? ଘୂର୍ଣ୍ଣନ ବାହୁଟିକୁ କ'ଣ କରିବା? ବଢ଼ାଇବା। କେଉଁ ଦିଗରେ ବଢ଼ାଇବା? ଏହି ଦିଗରେ ବଢ଼ାଇବା ଯେଉଁ ଦିଗରେ ପଟିର ଅନ୍ୟ ଗୋଟିଏ ଫାଙ୍କା ସ୍ଥାନ ଅଛି। ଦ୍ୱିତୀୟ କ୍ଷେତ୍ରରେ କ'ଣ କରିବା? ଯେଉଁ ଘୂର୍ଣ୍ଣନ ବାହୁଟି ଅଛି କାଗଜର ପଟି ଠାରୁ ଅଧିକ ହୋଇଛି, ତେଣୁ କ'ଣ କରିବା? ବର୍ତ୍ତମାନ ତାକୁ କମାଇବା। କେଉଁ ଦିଗରେ କମାଇବା? ଏହି ଦିଗରେ କମାଇବା। ଯେଉଁ ଦିଗରେ ପଟିର ଫାଙ୍କା ସ୍ଥାନ ଅଛି ସେହି ଦିଗକୁ କମାଇବା। ତାହେଲେ ଆମେ କ'ଣ କଲେ? ପ୍ରଥମ ଘୂର୍ଣ୍ଣନ ବାହୁର ବାହୁଟିକୁ ବଢ଼ାଇଲେ ଏବଂ ଦ୍ୱିତୀୟ ଘୂର୍ଣ୍ଣନ ବାହୁର ବାହୁଟିକୁ କମାଇଲେ। ଆମେ ଯାହା ଆଲୋଚନା କଲେ ଆସ ପୁଣି ଭିଡ଼ିଓ ମାଧ୍ୟମରେ ଦେଖିବା। ବର୍ତ୍ତମାନ ଦେଖିବା ପିଲାମାନେ, ଏଇ ଯେଉଁ ତୃତୀୟ ଘୂର୍ଣ୍ଣନ ବାହୁଟି, ଏଇଟା ତୃତୀୟ ଘୂର୍ଣ୍ଣନ ବାହୁ ଏବଂ କାଗଜ ପଟି ମଧ୍ୟରେ ପାର କରାଇବା। ଦେଖିବା ପାର ହେଉଛି କି ନାହିଁ। ତାହେଲେ ଆମେ କ'ଣ ଦେଖିଲେ? ଏଇ ଘୂର୍ଣ୍ଣନ ବାହୁଟି ସମ୍ପୂର୍ଣ୍ଣ ରୂପେ କାଗଜ ପଟି ମଧ୍ୟ ଦେଇ ପାର ହୋଇଗଲା, ନୁହେଁ କି? ପାର ହୋଇଗଲା, ପାରିଗଲା। ଦେଖ, ମୁଁ ଆଗ ପଟରେ ଭର୍ତ୍ତି କଲି, ଘୂର୍ଣ୍ଣନ ବାହୁଟିକୁ କାଗଜ ପଟିର ଆଗ ପଟେ ଭର୍ତ୍ତି କଲି ଏବଂ ତାର ପଛପଟେ ପୁଣି ନେଲି। ତାହେଲେ କ'ଣ ଦେଖିଲେ ଆମେ? ଏଇ ଘୂର୍ଣ୍ଣନ ବାହୁଟି ଏଇ କାଗଜ ପଟି ମଧ୍ୟ ଦେଇ ପାର ହୋଇଗଲା। ଠିକ ଅଛି। କାହିଁକି ପାର ହୋଇଗଲା? ଏଇ ଯେଉଁ ଛୋଟ କୋଣଟି ଥିଲା, ଏଇ କୋଣର ଏ ଘୂର୍ଣ୍ଣନ ବାହୁକୁ ଆମେ ବଢ଼େଇଲେ। ବଢ଼ିଲେ କ'ଣ ହେବ? ବଢ଼ିଲେ ସେ କାଗଜ ପଟି ଯେଉଁ ଫାଙ୍କା ସ୍ଥାନ ଅଛି ସେଇଠି ପାଖରେ ଯାଇ ପହଞ୍ଚିଯିବ ଏବଂ ପହଞ୍ଚିଗଲେ ଇଏ ମଧ୍ୟ ପାର ହେଇଯିବ। ଠିକ ଅଛି। ସେମିତି 2 ନମ୍ବରରେ ଯେଉଁ କୋଣଟି ବଡ଼ କୋଣ ଥିଲା, କାଗଜ ପଟିର ଫାଙ୍କା ଦେଇ ଯେଉଁ ବଡ଼ କୋଣ ଥିଲା ତାକୁ କ'ଣ କରିବା? ଆମେ କମାଇବା। କମିଲେ ସେ କାଗଜ ପଟି ଯେଉଁ ଫାଙ୍କା ସ୍ଥାନ ଅଛି ତା ମଧ୍ୟ ପାର ହେଇଯିବ। ଠିକ ଅଛି, ପାର ହେଇଗଲା। ଆଚ୍ଛା, ତାହେଲେ ପ୍ରଥମ କ୍ଷେତ୍ରରେ ଆମେ ଘୂର୍ଣ୍ଣନ ବାହୁର ବାହୁଟିକୁ ବଢ଼ାଇଥିଲେ ଏବଂ ଦ୍ୱିତୀୟ କ୍ଷେତ୍ରରେ ଘୂର୍ଣ୍ଣନ ବାହୁର ବାହୁଟିକୁ କମାଇଥିଲେ। ଏମିତି ଘୂର୍ଣ୍ଣନ ବାହୁର ବାହୁଗୁଡ଼ିକୁ କମାଇବା ଏବଂ ବଢ଼ାଇବା ଦ୍ୱାରା କୋଣର ଆକାର ବଡ଼ ସାନ ହେବ ଏବଂ କାଗଜ ପଟି ମଧ୍ୟ ଦେଇ ପାର ହୋଇଯିବ। ଠିକ ଅଛି ପିଲାମାନେ, ବୁଝିପାରିଲ? ତାହେଲେ କେଉଁ ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହେବ? କେଉଁ ଘୂର୍ଣ୍ଣନ ବାହୁଟି? ତୃତୀୟ ଘୂର୍ଣ୍ଣନ ବାହୁଟି କାଗଜ ପଟି ଦେଇ ପାର ହେବ, କାହିଁକିନା କାଗଜ ପଟିର ଦୁଇଟି ଫାଙ୍କା ସ୍ଥାନ ଯେଉଁଠି ଅଛି ଘୂର୍ଣ୍ଣନ ବାହୁର ବାହୁଗୁଡ଼ିକ ମଧ୍ୟ ସେତିକି ପରିମାଣରେ ଅଛି, ତେଣୁ ପାର ହୋଇଯିବ। ବା ଯେଉଁ ସାନ କୋଣଟି ଆମେ ପାଇଥିଲେ ତାକୁ ବଢ଼େଇ ଦେଲେ ମଧ୍ୟ ପାର ହୋଇଯିବ। ଯେଉଁ ବଡ଼ ଘୂର୍ଣ୍ଣନ ବାହୁଟି ତିଆରି କରିଥିଲେ ତାକୁ କମେଇ ଦେଲେ ମଧ୍ୟ ସେ କାଗଜ ପଟି ଦେଇ ପାର ହୋଇଯିବ। ଠିକ ଅଛି ପିଲାମାନେ, ତାହେଲେ ଆମେ କ'ଣ ଶିଖିଲୁ? ଆଜି ଆମେ ଯେଉଁ ଆଲୋଚନା କଲୁ, ଯେଉଁ ଖେଳଟି ଖେଳିଲୁ, ଯେଉଁ ତୁମମାନେ ଦେଖିଲ, କାଗଜ ନଳି ତିଆରି କଲ, ପଟି ତିଆରି କଲ, ଘୂର୍ଣ୍ଣନ ବାହୁ ପ୍ରସ୍ତୁତ କଲ, କାଗଜ କ୍ଲିପ୍ର ବାହୁଗୁଡ଼ିକୁ ସିଧା କରି କ'ଣ ତିଆରି କଲ, ବହୁତ ମଜା ଲାଗିଲା। ତାହେଲେ କ'ଣ ଶିଖିଲୁ ଆମେ? କୋଣର ବାହୁକୁ ଘୂର୍ଣ୍ଣନ କଲେ କୋଣର ପରିମାଣ ବଡ଼ କିମ୍ବା ସାନ ହୋଇପାରିବ, କିନ୍ତୁ କୋଣର ବାହୁର ଦୈର୍ଘ୍ୟକୁ ବଡ଼ କିମ୍ବା ସାନ କଲେ କୋଣର ପରିମାଣ ବଡ଼ କିମ୍ବା ସାନ ହୋଇପାରିବ ନାହିଁ। ବୁଝିପାରିଲ ପିଲାମାନେ? ତାହେଲେ ପିଲାମାନେ, ଆମେ ସବୁ ଆଲୋଚନା କଲେ ଘୂର୍ଣ୍ଣନ ବାହୁ ବିଷୟରେ ଆମେ ସବୁ ଆଲୋଚନା କଲେ। ତେଣୁ ବର୍ତ୍ତମାନ ତୁମେମାନେ ଘୂର୍ଣ୍ଣନ ବାହୁ ଆଉ କେଉଁଠି କ'ଣ ସବୁ ଦେଖୁଛ କହିପାରିବ? ଘୂର୍ଣ୍ଣନ ବାହୁରେ 2ଟି ବାହୁ ଅଛି ଏବଂ ବାହୁଗୁଡ଼ିକୁ ଆମେ କମାଇ ପାରିବୁ ଏବଂ ବଢ଼ାଇ ପାରିବୁ। ଠିକ ଅଛି, କିଛି ଉଦାହରଣ ଆମେ ଦେଖିବା। କହିଲ ଦେଖିବା, ତୁମେ କ'ଣ ଭାବୁଛ? ଆଉ କେଉଁ ଜିନିଷକୁ ତୁମେ ଦେଖୁଛ? କମ୍ପାସ୍, ନାଇଁ କି? ତୁମ ଜ୍ୟାମିତି ବାକ୍ସରେ ଯେଉଁ କମ୍ପାସଟି ଅଛି ତାହା ମଧ୍ୟ ଘୂର୍ଣ୍ଣନ ବାହୁର ଏକ ଉଦାହରଣ। କମ୍ପାସର 2ଟି ବାହୁ ଅଛି, ତାକୁ ଆମେ କମାଇ ପାରିବା ଏବଂ ବଢ଼ାଇ ପାରିବା। ଆଉ କ'ଣ କହିଲ ଦେଖିବା? ଆଉ କେଉଁ ଜିନିଷ ତୁମେ ଦେଖିଛ? ଡିଭାଇଡର। ସେଇ ଜ୍ୟାମିତି ବାକ୍ସ ଭିତରେ ଅଛି ଆଉ ଗୋଟିଏ ଯନ୍ତ୍ରଟିଏ, ତାର ନାମ ହେଉଛି ଡିଭାଇଡର। ସେଇ ଡିଭାଇଡରର ବାହୁଗୁଡ଼ିକୁ ଘୁରାଇ ଆମେ କମ୍ ବେଶୀ କରିପାରିବୁ। ଠିକ ଅଛି ପିଲାମାନେ, ବର୍ତ୍ତମାନ ଆଉ ଗୋଟେ ଦେଖିବା। ଆଉ ଗୋଟେ ଉଦାହରଣ କିଏ ଦେଇପାରିବ? କବଜା। ତୁମର ଯେଉଁ ଝରକା ବା ଯେଉଁ କବାଟ ତିଆରି ହେଉଛି, ଯେଉଁ ଷ୍ଟିଲରେ ଯେଉଁ ଲାଗୁଛି କବଜା ଦେଖିଛ ନା? କବାଟ ଯେଉଁ ଲଗାଯାଏ, ଦ୍ୱାର ବନ୍ଧ ସହିତ ଯେଉଁ କବାଟ ଲାଗେ, ସେଇ ଯେଉଁ ଷ୍ଟିଲରେ ତିଆରି ହେଇଥିବ କବଜାଟିଏ, ତାହାକୁ ମଧ୍ୟ ଆମେ ତାର 2 ବାହୁକୁ ମଧ୍ୟ ଘୁରାଇ ଆମେ କମ୍ ଏବଂ ବେଶୀ କରିପାରିବୁ। ତେଣୁ ସେ ମଧ୍ୟ ଗୋଟିଏ ଘୂର୍ଣ୍ଣନ ବାହୁର ଉଦାହରଣ। ସେମିତି ଲ୍ୟାପଟପ୍, ତୁମମାନେ ଦେଖିଥିବ, ଲ୍ୟାପଟପ୍ ଯେଉଁ ବ୍ୟବହାର କରୁଥିବ ବା ତୁମର ବଡ଼ ଭାଇ ଭଉଣୀମାନେ ବ୍ୟବହାର କରୁଥିବେ, ଲ୍ୟାପଟପ୍ରେ ମଧ୍ୟ
ଯେଉଁ ଦୁଇଟି ବାହୁ ଅଛି ତାକୁ ମଧ୍ୟ ଆମେ ଘୂର୍ଣ୍ଣନ କରି କୋଣର ପରିମାଣ କମ୍ ବେଶୀ କରିପାରିବୁ। ଠିକ୍ ଅଛି ପିଲାମାନେ, ତାହେଲେ ଆମେ କ'ଣ କ'ଣ ସବୁ ଦେଖିଲୁ? କମ୍ପାସ, ଡିଭାଇଡର, କବଜା ଆଉ ଲ୍ୟାପଟପ୍ ଇତ୍ୟାଦି। ଏହିପରି ଅନେକ ଜିନିଷ ମଧ୍ୟ ତୁମେ ତୁମ ପରିବେଶରେ ଦେଖୁଥିବ, ସେଗୁଡ଼ିକୁ ଭଲ ଭାବରେ ଚିହ୍ନିବ ଏବଂ ଘୂର୍ଣ୍ଣନ ବାହୁ ହିସାବରେ ବ୍ୟବହାର ମଧ୍ୟ କରିପାରିବ। ବର୍ତ୍ତମାନ ପିଲାମାନେ ଆସ କିଛି ଆଲୋଚନା କରିବା। ଯାହା ଆଜି ଆମେ ପାଠ ପଢ଼ିଲେ ସେହି ବିଷୟରେ କିଛି ଆଲୋଚନା କରିବା। ଦେଖିବା ତୁମେମାନେ କ'ଣ ସବୁ ମନେ ରଖିଛ। ବର୍ତ୍ତମାନ କହିଲେ ଦେଖିବା, କୋଣର ବାହୁର ଦୈର୍ଘ୍ୟ ଛୋଟ କଲେ କୋଣର ପରିମାଣରେ ପରିବର୍ତ୍ତନ ହେବ କି? କହିଲ ପିଲାମାନେ, ଯଦି ଆମେ କୋଣର ବାହୁର ଦୈର୍ଘ୍ୟଟାକୁ ଛୋଟ କରିଦେବା ତାହେଲେ କୋଣର ପରିମାଣରେ କିଛି ପରିବର୍ତ୍ତନ ଦେଖାଦେବ କି? କୁହ ନା। ଭେରି ଗୁଡ୍। ବର୍ତ୍ତମାନ ଯିବା ଦ୍ୱିତୀୟ ପ୍ରଶ୍ନକୁ। କୋଣର ପରିମାଣ କେମିତି ପରିବର୍ତ୍ତନ କରାଯାଏ? ଆମେ ତାହେଲେ ଗୋଟିଏ କୋଣର ପରିମାଣକୁ କେମିତି ପରିବର୍ତ୍ତନ କରିବା? କ'ଣ କରିବା? ବାହୁର ଘୂର୍ଣ୍ଣନ ଦ୍ୱାରା। ବାହୁ ଗୁଡ଼ିକୁ ଘୂରାଇ ବା ଘୂର୍ଣ୍ଣନ କରି ଆମେ କୋଣର ପରିମାଣକୁ କମାଇ ପାରିବା ବା ବଢ଼ାଇ ପାରିବା। ବର୍ତ୍ତମାନ ଯିବା ଆମେ ତୃତୀୟ ପ୍ରଶ୍ନକୁ। ତୁମ ହାତ ଓ ବାହୁ ଏକ ଘୂର୍ଣ୍ଣନ ବାହୁର ଉଦାହରଣ ହେଇପାରିବ କି? ହେଇପାରିବ? କ'ଣ କହୁଛ? ଭେରି ଗୁଡ୍। ତାହେଲେ ପିଲାମାନେ, ଆମେ ଯାହା ସବୁ ଆଜି ଆଲୋଚନା କଲେ ତୁମମାନେ ସବୁ ଠିକ୍ ଉତ୍ତର ଦେଲ। ବାହୁ ଗୁଡ଼ିକୁ ବର୍ତ୍ତମାନ ପିଲାମାନେ ତୁମମାନଙ୍କ ପାଇଁ ଏକ ଗୃହ କାର୍ଯ୍ୟ। ତୁମେମାନେ କ'ଣ କରିବ? ତୁମେ ଦିଆସିଲି କାଠି ବ୍ୟବହାର କରି ବିଭିନ୍ନ ପ୍ରକାର କୋଣ ପ୍ରସ୍ତୁତ କରି ଆଣିବ। ପାରିବ ପିଲାମାନେ? ଦିଆସିଲି କାଠି, ଆଇସ୍କ୍ରିମ୍ କାଠି ଏହିସବୁ ବ୍ୟବହାର କରି ବିଭିନ୍ନ ପ୍ରକାର କୋଣ ପ୍ରସ୍ତୁତ କରି ଆଣିବ ଏବଂ ଘୂର୍ଣ୍ଣନ ବାହୁ ମଧ୍ୟ ପ୍ରସ୍ତୁତ କରି ଆଣିବ। ଠିକ୍ ଅଛି ପିଲାମାନେ? ପିଲାମାନେ, ଆଜିର ପାଠଟି କେମିତି ଲାଗିଲା? ଆଜି ଆମେ ଖେଳିଲେ, ନୁହେଁ କି? କାଗଜ କ୍ଲିପ୍କୁ ଖୋଲି ବିଭିନ୍ନ ପ୍ରକାର ଘୂର୍ଣ୍ଣନ ବାହୁ ପ୍ରସ୍ତୁତ କଲେ, କାଗଜ ନଳୀ ପ୍ରସ୍ତୁତ କଲେ, କାଗଜ ପଟି ମଧ୍ୟ ପ୍ରସ୍ତୁତ କଲେ। ତେଣୁ ଆଜି ବହୁତ ମଜା ଲାଗିଲା ନା? ବହୁତ ମଜା ଲାଗିଥିବ। ତୁମମାନେ ସମସ୍ତେ ଏମିତି ଘୂର୍ଣ୍ଣନ ବାହୁ ମଧ୍ୟ ପ୍ରସ୍ତୁତ କରିବ ଏବଂ କୋଣର ବାହୁ ଗୁଡ଼ିକୁ ଘୂର୍ଣ୍ଣନ କରି ବଢ଼ାଇବ ଏବଂ କମାଇବ। କୋଣର ପରିମାଣକୁ କମାଇବାକୁ ହେଲେ ତାର ବାହୁ ଗୁଡ଼ିକୁ କାଟିବ ନାହିଁ, କାହିଁକି ନା ବାହୁ ଗୁଡ଼ିକର ଦୈର୍ଘ୍ୟ ଛୋଟ କରିଦେଲେ କୋଣର ପରିମାଣ ଛୋଟ ହେବ ନାହିଁ। ଘୂର୍ଣ୍ଣନ ବାହୁକୁ ଯଦି ଆମେ କମାଇବା କିମ୍ବା ବଢ଼ାଇବା ତାହେଲେ ଯାଇକି କୋଣର ପରିମାଣ ଛୋଟ ହେବ। ତ ମୁଁ ଆଶା କରୁଛି ତୁମେମାନେ ସମସ୍ତେ ଆଜିର ପାଠଟିକୁ ବହୁତ ଏନ୍ଜୟ କରିଥିବ। ଠିକ୍ ଅଛି ପିଲାମାନେ, ଆଗାମୀ ଅଧ୍ୟାୟରେ ଆଉ ଗୋଟିଏ ନୂଆ ଏଇଭଳି ମଜାଦାର ପାଠ ନେଇକି ଆସିବି। ଆଜି ପାଇଁ ଏତିକି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।